ହୃଦୟ ସବୁବେଳେ ସମସ୍ତଙ୍କୁ ବିଶ୍ୱାସ କରିନିଏ। ସେଥିପାଇଁ ତ ସେ ସବୁବେଳେ କଷ୍ଟ ପାଇଥାଏ। ସମୟ ଯେତେବେଳେ ଭଲ ଥାଏ ଶତ୍ରୁ ବି ବନ୍ଧୁ ହୋଇଯାଏ, ଆଉ ସମୟ ଯେତେବେଳେ ଖରାପ ଥାଏ ବନ୍ଧୁ ବି ଶତ୍ରୁ ପାଲଟିଯାଏ। ଆଜିକାଲିର ସ୍ୱାର୍ଥପର ଦୁନିଆରେ ସିଏ ହିଁ ଖୁସିରେ ଅଛି ଯିଏ ସ୍ୱାର୍ଥପର ହୋଇପାରିଛି। ମନକୁ ପବିତ୍ର ରଖନ୍ତୁ, କାରଣ ଜୀବନର ଶେଷ ହିସାବ ଅର୍ଥର ନୁହେଁ କର୍ମର ହେବ। ସବୁ ସମ୍ପର୍କ ଗଢ଼ିବାକୁ ପଡ଼େ ନାହିଁ, କିଛି ସମ୍ପର୍କ ଅଜାଣତରେ ବି ଗଢ଼ି ହୋଇଯାଏ। ନିଜକୁ ଏମିତି ଗଢ଼ କେହି ତୁମକୁ ଛାଡ଼ି ଦେଇପାରିବ ହେଲେ ଭୁଲି ପାରିବ ନାହିଁ। ଯେଉଁ କଷ୍ଟ ଦେଖାଯାଏ ନାହିଁ ସେହି କଷ୍ଟ ମଣିଷକୁ ବହୁତ କଷ୍ଟ ଦେଇଥାଏ। ଭୁଲକୁ ଭୁଲିଯାଅ, କିନ୍ତୁ ସେଇ ଭୁଲ ଯେଉଁ ଶିକ୍ଷା ଦେଇଛି ତାକୁ କେବେ ଭୁଲ ନାହିଁ। ଜୀବନ ହେଉଛି ଏକ ଅଜଣା ପୁସ୍ତକ ଭଳି। ଆଗାମୀ ପୃଷ୍ଠାରେ କ'ଣ ଲେଖା ଅଛି କାହାକୁ ଜଣା ନଥାଏ। ସେଥିପାଇଁ ଜୀବନକୁ କେବଳ ବର୍ତ୍ତମାନରେ ବଞ୍ଚିବା ଶିଖନ୍ତୁ। ଜୀବନରେ କିଛି ଏମିତିକା ସାଥୀ ମିଳନ୍ତି ଯିଏ ଖେଳନା ସାଥିରେ ନୁହେଁ ମଣିଷର ହୃଦୟ ସାଥିରେ ଖେଳିଥାନ୍ତି। ଏଠି କାହା ପାଖରେ ଟାଇମ୍ ନାହିଁ, କିନ୍ତୁ ଟାଇମ୍ ପାସ୍ ଏଠି ସମସ୍ତେ କରିଥାନ୍ତି। ମୁଁ କ୍ଷମା ବାରମ୍ବାର କରିପାରିବି, ଏଇଟା ମୋ ସଂସ୍କାର ମୋତେ ଶିଖେଇଛି, କିନ୍ତୁ ଭରସା କେବଳ ଗୋଟେ ଥର ହିଁ କରିବି। ପ୍ରେମ ହେବା ପାଇଁ କିଛି ସମୟ ଲାଗିଥାଏ, କିନ୍ତୁ ପ୍ରେମକୁ ଭୁଲିବା ପାଇଁ ସାରା ଜୀବନ ଲାଗିଯାଏ। ସମସ୍ତେ ତ ଏଠି ନିଜର ଭଳି ଲାଗନ୍ତି, କିନ୍ତୁ ପ୍ରକୃତରେ କିଏ ନିଜର ତାହା ସମୟ ହିଁ ଜଣେଇ ଦିଏ। କିଛି ଲୋକ ଏମିତି ବି ଅଛନ୍ତି ଯିଏ ଆମ ସାମ୍ନାରେ କେବଳ ଆମର ହେବାର ଅଭିନୟ କରନ୍ତି। ଏହି ଦୁନିଆରେ ସବୁକିଛି ସମ୍ଭବ ଅଟେ, କେବଳ ନିଜ ଉପରେ ବିଶ୍ୱାସ ଥିବା ଦରକାର। ଭଲ ହୋଇଛି ଆଜି ଆଇନାରେ କେବଳ ନିଜ ଚେହେରା ଦେଖାଯାଉଛି। ଯଦି ନିଜ ଚରିତ୍ର ଦେଖାଯାଉଥାନ୍ତା ଏଠି କିଛି ଲୋକ ଆଇନା ଦେଖିବା ହିଁ ଛାଡ଼ି ଦେଇଥାନ୍ତେ। ପିଲାଦିନ କେତେ ଭଲ ଥିଲା, ସେତେବେଳେ ଖେଳନା ହିଁ ଜୀବନ ଥିଲା, ଆଉ ଏବେ ଜୀବନ ହିଁ ଖେଳନା ହୋଇଯାଇଛି। କାହାକୁ ବାଧ୍ୟ କରନି କି ସେ ତୁମ ସହିତ କଥା ହେଉ ବୋଲି। କିଛି ଦିନ ଚୁପ୍ ରହିକି ଦେଖ ତାଙ୍କ ଜୀବନରେ ତୁମର ମୂଲ୍ୟ କେତେ। ହରେଇବା ଲୋକ ଯଦି ନିଜର ହୁଏ ତ ସମ୍ଭାଳିବାକୁ ସମୟ ହିଁ ଲାଗିବ। ଜୀବନରେ ତୁମେ ସବୁବେଳେ ଖୁସିରେ ରୁହ ଆଉ ଅନ୍ୟକୁ ଖୁସିରେ ରଖ। ଦେଖିବ ସବୁବେଳେ ଈଶ୍ୱରଙ୍କ କୃପା ତୁମ ଉପରେ ରହିବ। ଜୀବନରେ ଯଦି ଗୋଟେ ଦିନ ନିଜ ଉପରେ ନିଜେ ଗର୍ବ କରିବାକୁ ଚାହୁଁଛ ତ ଆଜି ଜମା ବି ହାର ମାନ ନାହିଁ। ତମେ କେବଳ ଟଙ୍କା ରୋଜଗାର କର, ଲୋକେ ତୁମ ସହିତ ସମ୍ପର୍କ ନିଜେ ବନାଇବେ। ତୁମେ ଯେତେ ହୃଦୟରୁ ସମ୍ପର୍କ ପାଳନ କରିବ ଲୋକମାନେ ସେତେ ଅଧିକ ତୁମ ହୃଦୟକୁ ଭାଙ୍ଗିବେ। ଲୋକମାନେ ହୁଏତ ନାଁରେ ଚିହ୍ନନ୍ତି, କିନ୍ତୁ ମନେ ରଖନ୍ତି ମଣିଷର ସ୍ୱଭାବକୁ। ଯେଉଁ ଡରରେ ମଣିଷର ଆତ୍ମସମ୍ମାନର କ୍ଷତି ହେବାକୁ ଲାଗେ ସେହି ଡରକୁ ଶେଷ କରିବା ବହୁତ ଆବଶ୍ୟକ ଅଟେ। ଏହି ଦୁନିଆରେ ଅଚିହ୍ନା ରହିବା ହିଁ ଠିକ୍ ଅଟେ, କାରଣ ଏଠି ଲୋକେ ନିଜର କରିକି ହିଁ ବହୁତ କଷ୍ଟ ଦିଅନ୍ତି। ସମ୍ପର୍କ ପଛେ ଯାହା ବି ହେଉ, କିନ୍ତୁ ଯଦି ସେ ତୁମ ଦୁଃଖରେ ତୁମ ସାଥ ଦିଏ ନାହିଁ ସେହି ସମ୍ପର୍କର କୌଣସି ମୂଲ୍ୟ ନାହିଁ। ଯେଉଁ ଲୋକ ହୃଦୟରୁ ସଫା ହୋଇଥାଏ ସେ ବହୁତ କମ୍ ଲୋକଙ୍କର ଖାସ୍ ହୋଇଥାଏ। ଆଜିର ଦୁନିଆରେ କେବଳ ପାର୍ଥକ୍ୟ ଏତିକି, ବହି ଶିଖେଇବ ତ ନିଦ ଆସିଥାଏ, ଆଉ ଯଦି ଜୀବନ ଶିଖେଇବ ତ ନିଦ ଉଡ଼ି ଯାଇଥାଏ। ଏହି ଦୁନିଆର ଲୋକମାନେ ତୁମ ଖୁସି ଛଡ଼େଇକି ଅନ୍ୟକୁ ଖୁସି ରଖିବାରେ ବ୍ୟସ୍ତ ରୁହନ୍ତି। ଆମ ପାଖରେ ଯାହା ନାହିଁ ତାକୁ ନେଇ ଚିନ୍ତା କରି କିଛି ଲାଭ ନାହିଁ, ବରଂ ଈଶ୍ୱର ଆମକୁ ଯାହା ଦେଇଛନ୍ତି ତାକୁ ନେଇ ଜୀବନରେ ଖୁସିରେ ରହିବା ଦରକାର। ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କେବେ ବି ସମ୍ପର୍କର ମୂଲ୍ୟ ବୁଝିପାରେନି କି କେବେ ଶାନ୍ତିରେ ମଧ୍ୟ ରହିପାରେନି। ଯେଉଁ ଲୋକଙ୍କୁ ଆପଣଙ୍କର ଟିକିଏ ବି ଚିନ୍ତା ନାହିଁ ତାଙ୍କ ସାଥିରେ ଛିଡ଼ା ହେବାଠାରୁ ଭଲ ଜୀବନରେ ଏକୁଟିଆ ରହିଯିବା। ଜୀବନରେ ଖୁସିର ସନ୍ଧାନ ଆପଣଙ୍କୁ ହିଁ କରିବାକୁ ପଡ଼ିବ, କାହିଁକି ନା ଦୁଃଖିତ ଏହି ଦୁନିଆରେ ଆପଣଙ୍କୁ କେହି ବି କରିପାରିବେ। କାହା ମିଠା କଥା ଶୁଣିକି କେବେ ଏହା ଭାବିବ ନାହିଁ କି ଆପଣ ତାଙ୍କ ପାଇଁ ବହୁତ ଖାସ୍ ଅଟନ୍ତି। ଭଲ ଲୋକଙ୍କର ପରୀକ୍ଷା ଭଗବାନ ନିଶ୍ଚିନ୍ତ ନେଇଥାନ୍ତି, କିନ୍ତୁ ସାଥ କେବେ ଛାଡ଼ି ନଥାନ୍ତି। ଆଉ ଖରାପ ଲୋକଙ୍କୁ ଭଗବାନ ବହୁତ କିଛି ଦେଇଥାନ୍ତି, କିନ୍ତୁ ସାଥ କେବେ ଦେଇନଥାନ୍ତି। ଯାହା ବିତି ଯାଇଛି ତାହା ଚାଲିଯାଇଛି। ଯଦି ଆମ ଦ୍ୱାରା କିଛି ଖରାପ କାମ ହୋଇଯାଇଛି ଖାଲି ସେହି ଚିନ୍ତାରେ ନିଜକୁ ବୁଡ଼ାଇ ରଖ ନାହିଁ, ବରଂ ବର୍ତ୍ତମାନକୁ ସୁଧାରିକି
निज भविष्यत को संभाळिबा उचित। भल समय तार आसी थाए जी केबे कहार खराब चिंता करि न थाए आउ एमिति लोकंकु प्रकृति भी साहाय्य करि थाए। खाली देखेई हेबा पई भल हुओ नाही काहेकि ना परमात्मा तुमको बाहर नुहे भीतरु भी जानिछंती। जदि आपण खराब समय देई गति करूछंती तेबे चालंतु, अटकी जांतु नाही काहेकि ना खराब समय दिने निश्चय चली जीव। काहार खराब समय देखिकी ता उपरे केबे हस नाही कारण एई समय चेहरा को मने रखि थाए। असुविधा एते बड़ होई न थाए जेते आमे ताकु चिंता करिकी बड़ करि देई थाउ। मने रखिबे ईश्वरंक साथ सब असुविधा को सहज करि देई थाए। आपण नकारात्मक लोकंक ठारू जेते दूरेई रहिबे आपणक जीवन सेते शांतिपूर्ण हेब। सबु थटा केवल थटा होई न थाए बरं चतुरतार सह कुहा जाइथिबा सत्य मध्य होई थाए। जेउठी तुमर आदर नाही सेही जागा को जीवा बंद करि दियो, ताहा कहा घर हेउ किंबा कहा हृदय हेउ। तुम व्यक्तिगत जीवन रे जदि किछि भल होईछि तेबे ताकू केबे कहा आगरे प्रकाश कर नाही। आपणक समस्यार समाधान केवल आपणक पाखरे अछि, अन्य माने तो केवल सांत्वना देई थांती। संपर्क खराब हेबार यह भी एक कारण होई थाए। लोक भांगी जीवा पसंद करि थांती, नईबा नुहे। बीती जाइथिबा काली ही जीवन को बुझिबाकू एक भल सुजोग देई थाए आउ आसुथिबा प्रत्येक मुहूर्त जीवन को बंचिबा पई सुजोग देई थाए। किए कौन कला काहींकी कला एई सबु विषय रे चिंता करी दुखी हेबा ठारू भल आगकू देख, तुम पाखरे आगकू देखिबा पई बहुत किछि अछि। जिए भाग्य थिब सी निश्चय आसीब एवं जी भाग्य रे नथिब सी आसिकी भी चली जीव। सेथिपाई जीवन को नहीं एते दुखी हुओ नहीं, जहा मिलिछि ताकू संभालिकी रख। जेतेबेले समस्तंक साथी रे रहुछ निज जीभ को आयत्तरे रख, आउ जेतेबेले क्रोधरे रहुछ निज निर्णय उपरे नियंत्रण रख। निजर तो सीए होई थाए जहा साथी रे आमे मन खोलिकी कथा होई पारंती, बरं सीए नुहे जहा साथी रे आमे संभालिकी कथा होई थांती। जेतेबेले लोक पचारंती आपण कौन काम करूछंती तो प्रकृत रे से यह हिसाब लगाई थांती कि आपणको केते इज्जत देबाकू पड़िबो। जीवन रे केबे आमको खुशी मिली थाए तो आउ केबे दुखर सामना करबाकू पड़ी थाए। जीवन एमिति एक शिक्षक जे परीक्षा प्रथमे नहीं थाए एवं शिक्षा पर देई थाए। आपणक सम्मान सेही शब्द द्वारा नुहे जहा आपणक उपस्थिति रे कुहा जाई थाए, बरं सेही शब्द रे थाए जहा आपणक अनुपस्थिति रे कुहा जाए। जेउ व्यक्ति निजर मन को आयत्तरे रखि पारे सी जीवन रे किछि भी करि पारे। एकुटिया चलिबा एवं आगको बढ़िबा एते सहज होई न थाए, किंतु जदि तुमे हार न मानिब निजको धोखा न देब तो शेष रे एक भल सफलता प्राप्त हेब। जदि आपण मानंकु एही भिडियोटी भल लागिछि तेबे लाइक शेयर एवं कमेंट करंतु। एही भली मोटिवेशनल भिडियो देखिबा पई आम चैनल को सब्सक्राइब करंतु। रहुछि नमस्कार।